ଉପନ୍ୟାସ ହରିଜନ ଭାଗ 6। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଗାଧୋଇବା ବେଳ ଗଡ଼ି ଯାଉଥାଏ। ମେହେନ୍ଦର ସାହିର ଟୁପି କାଡ଼ିଆକୁ ଗାଧୋଇବାକୁ କେତେ ଲୋକ ଆସିଲେଣି, କେତେ ଲୋକ ଗଲେଣି। ପୁନି ବସିଛି ତ ବସିଛି, ଗାଧୁଆ ସରୁନାହିଁ। ସାଙ୍ଗର କେତେ ଲୋକ ଡାକି ଦେଇ ଯାଆନ୍ତି, କିଲୋ ପୁନି ଉଠିବୁ ନାହିଁ କିଲୋ, ହୋସ ନାହିଁ। ଗାଧୁଆ ସରିଲେ ରନ୍ଧାବଢ଼ା ଖିଆପିଆ, ଦିନଯାକର କାମ ଅପେକ୍ଷା କରି ବସିଛି। ପଡ଼ିଥାଉ ସେ, ପୁନିର ଆଉ ଖିଆପିଆରେ ମନ ନାହିଁ, କେଉଁଥିରେ ମନ ନାହିଁ, କେଉଁଥିରେ ସରାଗ ନାହିଁ। ଜୀବନର ସରସପଣ ଉପରେ କିଏ ନରକର କଳାବୁଳି ବୋଳି ଦେଇ ଯାଇଛି। ଭାଲେଣିର ଅନ୍ତ ନାହିଁ, ଯେତେ ଭାବିଲେ ଯେଉଁଠି ସେଇଠି। ଘଷି ଘଷି ଧୋଇ ଧୋଇ ହେଇ ସେଥା ପଡ଼ିଗଲାଣି। କାଚି କାଚି ଲୁଗାରୁ ଦାଗ ଯାଇଛି, ମନର ଦାଗ ମେଣ୍ଟି ନାହିଁ। ଆହୁରି ଆହୁରି। ସମସ୍ତେ ଯାଇସାରିଲେ, ତୁଠ ଖାଲି ହେଲା। ହାତ ଦିଟାକୁ ବାଲିରେ ରଗଡ଼ି ରଗଡ଼ି ଚମ ଆଞ୍ଚୁଡ଼ି ହୋଇ ନାଲି ପଡ଼ିଗଲାଣି। ଦର୍ପଣ ପରି ସେହି ଓଦା ପାପୁଲି ଦିଟାକୁ ମୁହଁ ପାଖରେ ଟେକି ଧରି ଦେହ ଶୀତେଇ ପୁନି କହିଲା, ଛି ଛି। ପ୍ରାଣର କଥା ଖାଲି ସେହି ଦିପଦ। ଲୁହ ଟଳ ଟଳ ଆଖିରେ ଅନେଇ ରହି ସେହି ଦିପଦ କଥା। ଛି ଛି। ଭଲ ତ ଥିଲା ସବୁ, କ'ଣ ହେଇଗଲା? ମାଟି ଘର ଅପବିତ୍ର ହୋଇଯାଇଛି। ଗାଡ଼ିଆ ପାଣିରେ ବିସର୍ଜନ କରିଦେଲେ ଭଲ ହୁଅନ୍ତା ପରା। ଯେତେ ଘୋରି ହେଲେ ସେ ହାତ ଦିଟା ଆଜି ଯହିଁରେ ନରକ ଖାଣ୍ଟିଛି। ବାଆଣୀ ପରି ରଗଡ଼ି ଲାଗିଥାଏ, ରଗଡ଼ି ଲାଗିଥାଏ। ଆଙ୍ଗୁଠି ନଖ ପାପୁଲି ରକ୍ତ ବୋହିଲାଣି, ପୋଡ଼ିଲାଣି। ନା, ଗାଡ଼ିଆକ ପାଣି ସରିଯିବ ପଛେ ଜମା ଯିବ ନାହିଁ, ଜମା ଭଲ ହେବ ନାହିଁ। ନରକରେ ଜିଅନ୍ତା ବିଭୀଷିକା। ଓଦମୁଦା ଗନ୍ଧ ମୁଣ୍ଡ ଭିତରୁ ଆଉ ଛାଡ଼ୁନାହିଁ। ଦେହଯାକ ଅସନା ବୋଳି ହୋଇ ରହିଲା ଭଳି। ଟୁପି କାଡ଼ିଆରେ ପାହାଚ ଉପରେ ବସି ହା ପଶିଲା ଆଖିରେ ପାଣିକି ଅନେଇଲେ ସବୁ ସେଗୁଡ଼ା ମନେ ପଡ଼େ। ଆଖି ଆଗେ ଆଗେ ନାଚୁଛି ଚାରିଆଡ଼େ। କ'ଣ ହେବ, କେମିତି ଯିବ ଏ ପାପ? ସକାଳେ ଝାଉଁଳି ପଡ଼ିଛି ଦୁନିଆ କଳା ନର୍ଦ୍ଦମା। ସେ ଖସି ପଡ଼ିଛି। ବିକଳ ହୋଇ ରଗଡ଼ି ଲାଗିଛି। ପୁନିର ଗାଧୁଆ ସରୁନାହିଁ। କିଲୋ ପୁନି, ତୁ ଆଜି ଉଠିବୁ ନାହିଁ କିଲୋ? କଜଳମତି ତୁଠରୁ ଉଠେଇ ଡାକିଲା। ତତେ ଭୋକ ଶୋଷ କରୁନାହିଁ? ତୋ ବୋଉ ଗୋଟି ଗୋଟି ସମସ୍ତଙ୍କୁ ପଚାରୁଛି ପରା। କାଟି ସମ୍ପି ହେଉଛି, ତୁ ଯାଉନୁ। କଜଳମତି ସାବୁନ ଲଗେଇ ଗାଧେଇଲା ଆଜସେ। ପାନିଆ ସାଙ୍ଗରେ ଆଣିଥିଲା। ମୁଣ୍ଡରେ ନାଲିଆ ତେଲ ମାରି ଛାଇ ତଳେ ବସି ମୁଣ୍ଡ କୁଣ୍ଡେଇଲା। କିଲୋ, ତତେ କ'ଣ ଲାଗିଛି କିଲୋ? ବୋଉକୁ ନ କହି କାମ କରି ଗଲୁ। ସାହି ଯାକଙ୍କୁ ଗଞ୍ଜଣା ଝାଡ଼ୁଛି, ତୁ ଏଇଠି ବଇଛୁ। ବୋଉର ମୂର୍ତ୍ତି ମନେ ପଡ଼ିଲା। ସତେ ତ, ଗାଳି ଦେଲେ ତୁ, ମୁଁ କ'ଣ କରିବି? ତା ପାଇଁ ବଦଳା ଆଉ ଗୋଟେ ତିଆରି କରିବ କିଏ? କାମ କରିଗଲେ କ'ଣ ପାତକ ପଡ଼ିଗଲା? ଦାବି ଦାବି କଥା କହୁଛି, ମନେ ପଡ଼ୁଛି ସବୁ। ସେଇ କଥା ତ ସମସ୍ତେ ବୁଝେଇଲେ ଲୋ। ନିଜେ ଧନୀ ବୁଢ଼ା ଆସି କହିଗଲା, ତମେ ବ୍ୟସ୍ତ ହଅନା ପୁନି ବୋଉ, ତମ ଧିଅ ଏମିତି ପୁନି କାମକୁ ଗଲା କ'ଣ ନାଙ୍କର ହେଲା? ଯେବେ ହେଲେ ତ ଯାଆନ୍ତା। ଆଜି କ'ଣ କାଲି କ'ଣ, କିଏ ବୁଝେଇବ ତାକୁ? ତୁ ଯା। ଦେହଟା ଶୀତେଇ ପଡ଼ୁଛି। ସବୁଦିନେ ସେହି କାମ, ସେଇ ନରକ ଖାଣ୍ଟିବା। ସେତିକି ପାଇଁ ସେ ଜୀବନର ଭାଗୀ। ସବୁଦିନେ ସେଇଆ। ହଇଲୋ, ଏ କ'ଣ ହେଲୁଣି ମ? ଆଖି ଦିଟା କୁମ୍ଭାଟିଆ ପରି ଦିଟା ସେଥା। ଜର ହେବ ଯେ। ଯାଅ, ଧିଅଟା ପୋଡ଼ି ଜଳି ଯାଉ। କଜଳମତି କି ତେଲ ଲଗାଉଛି? ଜୁଇ ଫୁଲର ବାସ୍ନା। ଚାରିଆଡ଼େ ଜୁଇ ଫୁଲ ଫୁଟି ଉଠୁଛି। ରଙ୍ଗ ଶାଢ଼ୀ ପିନ୍ଧି ବାଳ ମୁକୁଳେଇ ସୁନ୍ଦର କଜଳମତି ଅଳସେଇ ଅଳସେଇ କଥା ଗପୁଛି। ସେଠି ମହକ ଅଛି, ସେଠି ଅଛି ଆଶାର ବାଣୀ। ଜୀବନଟା ପୋଡ଼ାଜଳା ଅଙ୍ଗାର କୁଢ଼ ନୁହେଁ। ଓଟାରି ହୋଇ ଯାଇ ଅଣ୍ଠେଇ ପଡ଼ି ପୁନି ହାତ ବଢ଼େଇଲା, କହିଲା, ମତେ ଟିକିଏ ତେଲ। ଟିକିଏ କ'ଣ କରିବୁ ଲୋ? ଦେଖା, ତୋ ମୁଣ୍ଡ ବାନ୍ଧିଦିଏ। ଆଉଁସି ଆଉଁସି ସାଉଁଳି ସାଉଁଳି ମୁଣ୍ଡ ବାନ୍ଧି ଦେଉଛି। କଥା କହୁଛି ହସି ହସି। ଦେହକୁ ଦେହ ଲାଗି ମହକରେ ଆଖି ବୁଜି ହୋଇ ପଡ଼ୁଛି। ତୀବ୍ର ସୁଖର ପ୍ରବଳ ଆନନ୍ଦ ପାଇଁ ଜୁଆରିଆ ହୋଇ ଆକାଙ୍କ୍ଷା ଉଠୁଛି। ଭାବୁଛି ଗୋଟା ସୁଦ୍ଧା ସେ କଜଳମତିର। ନୂଆ ଜୀବନ। ସେଠି କଜଳମତି ପର ନୁହେଁ। ଏଇ କଜଳମତିକୁ କେତେ ଲୋକ ପୁଣି ଦେଖିପାରନ୍ତି ନାହିଁ କି ଯାଏ ପୁନିର। ସେ ମଇଳା କାଢ଼ିଛି, ଗନ୍ଧରେ ସିଝିଛି। ତୁଠରେ ଆଉଜିଛି କଜଳମତିର କୋଡ଼ରେ। କାନ ପାଖେ କେତେ ସୁଆଦିଆ କଥା ମନ ଜାଣି। କଜଳମତି ନୂଆ କଥା କହୁଛି।
କହୁଛି ସେ ସୁନ୍ଦର, ସଜେଇ ଦେଲେ ପରି ପରି ଲୋକେ ଝୁରି ହେବେ। କହୁଛି ତାର ସୁନ୍ଦର କପାଳରେ ଦୁଃଖ ଲେଖା ନାହିଁ। ମଇଳା କାଢ଼ିବାର ଅସନା ବାଟଠୁ ଫୁଲ ଫୁଟା ଅବାଟରେ ପଡ଼ିଗଲେ ମଉଳ ଅଛି। ଅଭାବ ନାହିଁ, ପେଟ ବିକଳ ନାହିଁ। ହେ ଦେଖ ତୋ ମୁହଁକୁ, ସତେ ପୁନେଇର ଚାନ୍ଦ। ମାଲୋ, କେତେ ଲୋକ ଗଦା ହେଲେଣି ତୋତେ ଦେଖିବାକୁ। ହେଇ ତେଣିକି ନିଘା କର, ହସୁଛୁ କ'ଣ ଲୋ? ମୋ ପାଖକୁ ଆସନ୍ତୁ କି ଜାଣନ୍ତୁ। ଉଠ, ଏଥର ଯିବା, ଡେରି ହେଲା। 2 ପାଉଣ୍ଡ ନ ଯାଉଣୁ କଜଳମତି ବିଳିବିଳେଇ ପାଟି କଲା, ହଇଲୋ ପୁନି, କ'ଣ ହେଲା? କଜଳମତିକୁ କୁଣ୍ଢେଇ ପକେଇ ହସି ହସି କଢ଼ିଗଲା। କ'ଣ ସେ କହୁଛି? ପୁନି କଳା କାଠ ପଡ଼ିଗଲା। ନେ ମୋ ଓଦା ଲୁଗାଟା, ମୋତେ ଭାରି ଲାଗୁଛି ତୁ କୁରେଇ ତୁରେଇ ହିଁ ଚାଲ। ତୋ ବୋଉ ପାଖେ ଛାଡ଼ି ଦେଇ ଆସିବି। ସେମିତି କାହିଁ ହେଉଛୁ? ତୋ ମୁଣ୍ଡ ଗଣ୍ଡି। ଚାଲିଆ। କଜଳମତି ପୁନିକୁ ଆଣି ଛାଡ଼ି ଦେଇଗଲା। ଫୁସ୍ ଫୁସ୍ କରି ଜେମାକୁ କ'ଣ ବୁଝେଇ ଦେଇଗଲା। ପୁନି ଶୁଭିଯାଉଥାଏ ଟିକିଏ ଟିକିଏ। ମୁହଁ ଶୁଖିଯାଉଥାଏ। ଆଶଙ୍କାରେ ଛାତି ଧଡ଼ ଧଡ଼। କଣେଇ କଣେଇ ଚାହୁଁଥାଏ ବୋଉ କାଳେ କିଛି କହିବ କି? କିଛି ନ କହି ଥିରି ହୋଇ ଜେମା ଆଉଜି ଠିଆ ହେଇଛି। ଜେମା ଡାକିଲା, ପୁନି। ଦେହରୁ କାଠ କରି ପୁନି କଥା ଶୁଣିବାକୁ ଅପେକ୍ଷା କଲା। ଭେଙ୍କିନା କାନ୍ଦି ଉଠି ଜେମା ବାହୁନିଲା। ଆଲୋ ମୋ ପୁନି କିଲୋ। ବୋଉର ମଥା ବିଗିଡ଼ିଛି। କାନ୍ଦି କାନ୍ଦି ଭସେଇ ଦେଉଛି, କିଛି ବୁଝି ହେଉନାହିଁ। କଜଳମତି ତା ଘରୁ ଭାତ ନେଇ ଆସିଲା। କହିଲା, ଛି, କାନ୍ଦୁଛୁ କାହିଁକି? ଥଏ ଥର। ପୁଣି ଅସରାଏ। ପୁନି ବକା ପରି ବସି ରହିଥାଏ। ଗୋଡ଼ରୁ ହାତରୁ ପ୍ରାଣ ଛାଡ଼ି ଯାଉଥାଏ। ଜେମା ଭାତ ଘେନି ରହିଥାଏ। ଗୋଡ଼ରୁ ହାତରୁ ପ୍ରାଣ ଛାଡ଼ି ଚାଲି ଯାଉଥାଏ। ଜେମା ଭାତ ଘେନି ଆସି କହିଲା, ଖାଇଦେ 2ଟା। ପୁଣି ତାର କାନ୍ଦ। କହିଲା, ଭାତ ଖା, ବସିଲୁ କାହିଁକି? ଭାତ? ହାତ ବଢ଼େଇ ଦେଲାରୁ ସବୁ ମନେ ପଡ଼ିଗଲା। ଓଲଟେଇ ପୋଲଟେଇ ହାତ ପାପୁଲିକୁ ଦେଖି ଲାଗିଲା। ଏଇଠି ହାତ, ଏଇଠି ଲାଗିଥିଲା। କୋଉ ହାତରେ ସେ ଭାତ ଖାଇବ? କିଲୋ, ଖାଉନୁ। ଭାତ ଗଣ୍ଡା ପାଟିକି ନେଉ ନେଉ ଦେହ ବୁଲେଇ ଉଠିଲା। ବିକଳ ମୁହଁ କରି ଜେମା ବସି ରହିଛି। ଭାତରେ ଲୁଣ ମିଶି ଗଲା। ପୁନି ଖାଇପାରିଲା ନାହିଁ। କିଲୋ ଛୋପରି ହେଉଛୁ, ଭାତ ଖାଉନୁ, କାନ୍ଦୁଛୁ କାହିଁକି କିଲୋ? ମଲା, ଯେବେ ହେଲେ ତ ଘରେ ରହନ୍ତୁ। କେଉଁଠି ବରଘର ଲାଗିଛି, ଶାଶୁଘର ଯାଉଛୁ ଯେ ବାହାନୁଛୁ। ଏଥିପାଇଁ କାନ୍ଦ ଗୋଟେ କ'ଣ? କେମିତି ଖାଇବି? ଏହି ହାତ। ଭାତପତ୍ରରେ ଅସନାକୁଡ଼ ଫୁଟି ଅନେଇଛି। ଭାତ ନୁହେଁ, ସେଇ କଦାକାର, ସେହି ବିଭୀଷିକା ଦୁର୍ଗନ୍ଧ ଲୁହ ବୋହି ଯାଉଛି। ପାଟିରେ ଭାତ ଗୁଣ୍ଡା ଗିଳି ହେଉନାହିଁ। ଆଁ କରି ପୁନି କହିଲା, ହଉନାହିଁ ବୋହୂ। କୋଉଠୁ ହବ? ଖରାରେ ବୁଲା, ଧିଅ ଗରମ, ଯା ଶୋଇପଡ଼। ବେଳ କଟି ଯାଉଛି। ଛାଇ ଲମ୍ବି ଯାଉଛି, ଲମ୍ବି ଯାଉଛି। ପଛର କଥା ଭାସି ଆସି ଆଗକୁ ଚାଲି ଯାଉଛି। ଆଗରେ ଅଜଣା ଘଟଣା। ନିଜ ମନର ଆକାଂକ୍ଷା ପ୍ରଭୃତି ମଣ୍ଡି ହୋଇ, ରଙ୍ଗ ବୋଳି ହୋଇ ବଢ଼ି ବଢ଼ି ଆସୁଛି ସାମ୍ନାକୁ। ରହି ରହିକା ସବୁ ଧାରଣା ପୁଣି ଗୋଳମାଳ ହୋଇଯାଉଛି। ପୁଣି ହୋଇଯାଉଛି କେବେ ନ ଆସିଥିବା ନୂଆ ଆକାଂକ୍ଷା ମନରେ ଉଙ୍କି ମାରୁଛି। ତମସାର ମୂର୍ତ୍ତି ଭିତରେ ମାଟିର ରାଗିଣୀ ଗୁଞ୍ଜରି ଉଠୁଛି। ଯୌବନ ଆସିଛି, ଦେହର ନିଶା ମନକୁ ଘାରୁଛି। ନୂଆ ଅସରାରେ ଓଦା ମାଟିର ବାସ୍ନା। ରଜ ସଂକ୍ରାନ୍ତିର ମଉଛବ କ'ଣ ତାଠି ଓଲଟ ପାଲଟ ହୋଇ ବଦଳି ଲାଗିଛି? ଛିଣ୍ଡା ହେଂସ ଉପରେ ଘରକୋଣରେ ପୁନି ସେମିତି ପଡ଼ି ରହିଛି। ଶୁଭୁଛି ବୋଉ ବୁଲାଚଲା କଲାଣି। ଦିନଯାକ ଦୁଆର ମୁହଁରେ ସେ ଗୋଡ଼ ଲମ୍ବେଇ ବସିଥିଲା। ସାହିର କିଏ ଗୋଟିଏ ଗୋଟିଏ ଆସିଥିଲେ ସେ ସମସ୍ତଙ୍କୁ ଗରଗର ହୋଇ ବିଦା କରିଥିଲା। ବୋଉ ପହାର ଦେଉଛି। ବୋଉର ଉପଦେଶ ସେ ଶୁଣିଛି। ଲାଜ ଘୋଟିଛି। ଘର ଭିତରେ ଅନ୍ଧାର ପଡ଼ିଲାଣି। ଅନ୍ଧାରର ନିଳୋଳରେ ଶୁଣା କଥା, ଦେଖା କଥା ସୁମରି ସଙ୍କେତରେ ଆପଣାକୁ ଥାପି ସେ ସୁଖ ଖୋଜୁଛି। ଯୌବନର କାଉଁରୀ ଲାଗି ହୋଇ ଏହି ପୃଥିବୀର ଝିଅଟିଏ। ସମସ୍ତିଙ୍କ ସଙ୍ଗେ ସମାନ ତାର ମାଟି କଳନ। ବଜାରରୁ ଆସୁଛି ପୁନି। ଥିବୁ। ବୋଉ ବାହାରି ଚାଲିଗଲା। ଖାଲି ଅନ୍ଧାର। କାନେଇ କାନେଇ ପଡ଼ି ରହିଛି ନିତିଦିନର ଚିହ୍ନା ଚହଳ। ଆଜି ଚହଳ ନୁହେଁ, ସେଥିରେ ସଙ୍କେତ ଅଛି। ଅଘୋରବାବୁ ମଟର ନେଇ ବୁଲି ବାହାରିଛନ୍ତି। ଏପରି ତ ବୁଲିବାକୁ ପଡ଼େ ତାଙ୍କ ସମାଜରେ। କୌଣସି ଜରୁରୀ କାର୍ଯ୍ୟ ପାଇଁ ନୁହେଁ, ଏବଂ ଜରୁରୀ କାର୍ଯ୍ୟର ସଂଜ୍ଞା ସମସ୍ତଙ୍କ ପକ୍ଷରେ ସମାନ ନୁହେଁ। ସେ ସମାଜ ଯାହା କରେ ତାହା ସେ କେବଳ ଆବଶ୍ୟକ ପାଇଁ କରେ ତାହା ବି ନୁହେଁ, କେବଳ ଗୋଟାଏ ଅଭ୍ୟାସ। ସେ ଅଭ୍ୟାସ ବଳରେ ସେ ସମାଜ ତଳର ସ୍ତର ସ୍ତର ସମାଜକୁ ଭିନ୍ନେ। ତେଣୁ ଭିତରେ ଇଟା ପଥର ପ୍ରଚୁର।
ସମ୍ପତ୍ତି ଅଗାଧ, ପ୍ରଚଣ୍ଡ ଅଗ୍ନେୟଗିରି ପରି ମୂର୍ତ୍ତିମନ୍ତ ଓ କ୍ରିୟାଶୀଳ ହୋଇ ନିଜେ ବାପ ଅର୍ଜନର ଭିଆଣ ଲଗାଇବାକୁ ସମର୍ଥ ଅଛନ୍ତି। ତେଣୁ ଅଘର ବାବୁ ବସ୍ତୁବାଦୀ ହେବା ପ୍ରୟୋଜନ ଅନୁଭବ କରି ନାହାନ୍ତି। ଆଦର୍ଶବାଦୀ ହେବାକୁ ମଧ୍ୟ ତାଙ୍କର ଅଧିକାର ନାହିଁ। କାରଣ ତାଙ୍କର ବ୍ୟକ୍ତିତ୍ୱ ଉପରେ ପ୍ରଧାନ ଅଧିକାର ତାଙ୍କର ଜନ୍ମଗତ ଶ୍ରେଣୀର। ତେଣୁ ସେ ଯେଉଁପରି ପୋଷାକ ପିନ୍ଧନ୍ତୁ ପଛେ, ଯେଉଁ କନାର ଅଥବା ଯେଉଁ କାଟର ଯେପରି ସମ୍ପ୍ରଦାୟରେ ବୁଲୁଥାନ୍ତୁ, ତୁଣ୍ଡରେ ଯାହା କୁହନ୍ତୁ, ଅବିନାଶ ବାବୁଙ୍କ ପୁଅ ଅଘର ବାବୁ କହିଲେ ଜଣାପଡ଼େ। ଦମ୍ଭିଲା ଶ୍ରେଣୀର ଜଣେ ଯୁବକ। ସେ ଶିକ୍ଷିତ, ବିଶ୍ୱବିଦ୍ୟାଳୟର ମାନପତ୍ର ତାର ସାକ୍ଷୀ। କିନ୍ତୁ ବାପା ବୋଉଙ୍କ ବିବେଚନାରେ ତାଙ୍କର ବୁଦ୍ଧି ଆସେ ନାହିଁ। ଆହୁରି ଶୁଭଦିନକୁ ଅପେକ୍ଷା। ବୟସ ଯୌବନ ଆଣିଦେଇଛି, ସ୍ୱାସ୍ଥ୍ୟ ଓ ବଳର ଅଭାବ ନାହିଁ। କିନ୍ତୁ ଘରର ବିବେଚନାରେ ତାଙ୍କର ବାଲ୍ୟ ଜୀବନ ଶେଷ ହୋଇନାହିଁ। ବାଲ୍ୟଲୀଳା ଖେଳିବାର ବୟସ ଏହି। ଏହିପରି ପାରିପାର୍ଶ୍ୱିକ ଅବସ୍ଥାରେ ଶୁଭଲଗ୍ନରେ ତାଙ୍କର ବର୍ତ୍ତମାନ ଯୌବନ ରାଜ୍ୟ। ଟେନିସ୍ ଖେଳ ପରେ ଘରକୁ ଫେରିଥିଲେ। ସନ୍ଧ୍ୟାର ପ୍ରାରମ୍ଭିକ ପିନଭୋଜନ ନାଦି ଶେଷ କରି ପୁଣି ସେ ବାହାରି ପଡ଼ିଲେ। ସହରର ବଡ଼ ରାସ୍ତା ଲମ୍ବିଛି ଏ ମୁଣ୍ଡ ସେ ମୁଣ୍ଡ, ଏହି କଳି ସେ କଳି। ଦମ୍ଭ ସମାଜ ଅନେକଙ୍କୁ ସେହି ରାସ୍ତାରେ ବୁଲୁଥିବାର ଦେଖାଯାଏ। ଏ ଦୋକାନକରେ ଅଳ୍ପ ଟିକିଏ ପିନକଣ୍ଟା ଅଛି, ମାଇଲିଏ ପରେ ଆଉ କେଉଁଠି ଏ ବାକ୍ସ ଚୁଟୁଛି। ଷ୍ଟେସନଠି 5 ମିନିଟ୍ ଯିବା ଆସିବା ଲୋକଙ୍କ ଭିତରେ ଅଜଣା ବାରିବାକୁ ଦେଖିବାକୁ ଅଭିପ୍ରାୟରେ। ପୁଣି ମଟର ଚାଲେ ରାସ୍ତାରେ ରାସ୍ତାରେ। ବଡ଼ ସହରର ସଭାଘରେ ଲୋକେ ରୁଣ୍ଡ ହୋଇଛନ୍ତି। ସେଠି ବି 5 ମିନିଟ୍ ଖର୍ଚ୍ଚ କଲେ ନିତ୍ୟକର୍ମର ବାହାରେ ତାର ଗଣ୍ୟ ନୁହେଁ। ତାପରେ ଥିଏଟର, ବାଇସ୍କୋପ, ମନ୍ଦିର ବୋଲି କଲେ ଧଣ୍ଡା ଆଣିଦେଲେ ମା ଖୁସି ହୁଅନ୍ତି, ଭାବନ୍ତି ଐଶ୍ୱର୍ଯ୍ୟ ବଢ଼ିବ। ପୁଅର ଧର୍ମରେ ମତି ଅଛି। ପୁଣି ମଣିଷ କହଳ ରାସ୍ତାରେ ମଟର ଉଡ଼େଇ ଆଭିଜାତ୍ୟ ପ୍ରଚାର କରି ଏ ଘରୁ ସେ ଘର, ସେ ଘରୁ ଏ ଘର। କିନ୍ତୁ ବୁଲି ବୁଲି ସାରା ହେଲେ ବି ଘଟଣା ଘଟେ ନାହିଁ। ମାଟିର ଦୁନିଆ ଯଥେଷ୍ଟ ମନେ ହୁଏ ନାହିଁ। ଜୀବନଟା ଖସରା ଲାଗେ। ଆଜିର ସମ୍ବାଦ ନିରୁପମା। ବାଟରେ ଦୋକାନମାନଙ୍କରେ ରେଡ଼ିଓ ଦୁନିଆ ଯାକର ଖବର ବିକୃତ ସ୍ୱରରେ ହାଟମୁଆ ହୋଇ ପ୍ରଚାର କରି ଲାଗିଛି। ଟାଉନ ହଲରେ ମସ୍ତବଡ଼ ରାଜନୈତିକ ସଭା ଚାଲିଲା, ମଟର ଅଟକି ରହୁନାହିଁ। ମନରେ ପିଠିଆଡ଼େ ଛାଁକୁ ଛାଁ ଭାବି ହେଉଛି ନିରୁପମା ବିଭା ହୋଇଯିବ। ନିରୁପମା ତାର କିଏ? କେହି ନୁହେଁ। ଚିହ୍ନା ସମାଜରେ ଅସଂଖ୍ୟ ନିରୁପମା। ଏହି ସାମ୍ନାକୁ ଆସେ ନାହିଁ। ଘର ଭିତରେ ଥାଇ ତାର ଅଦୃଶ୍ୟ ଅସ୍ତିତ୍ୱ ବାହାରେ କୌତୂହଳରେ କୁହୁକ ଗଢ଼େ। କିଏ ପଦାକୁ ବାହାରେ ସମ୍ଭାଷଣ କରେ। ବିଶିଷ୍ଟ ସମାଜର ସଦ୍ୟ ପ୍ରସ୍ତୁତ ବ୍ୟବହାରିକ କାଇଦାରେ, ପରିଷ୍କାର ଦାନ୍ତରେ ହସି ଦେଇ, ଧରା ଦେଇ, ଛୁଆଁ ନ ଦେଇ, ଉପାୟରେ, ତର୍କରେ, ଯୁକ୍ତିରେ ଆପଣା ବ୍ୟକ୍ତିତ୍ୱର ଧାସ ଦେଖାଇଯାଏ। ସମାଜର ଝିଅ ସମସ୍ତେ ବିଭା ହେବେ। କେହି ତପସ୍ୟା କରି ଅଟକି ରହିବ ନାହିଁ କାହା ପାଇଁ। କିନ୍ତୁ ଭାବପ୍ରବଣତା ଡୋର ବିଛେଇ ହୋଇ ଲାଗି ହୋଇଛି। ଗୋଟାଏ କିଏ ଗଲେ ମନରେ ଖାଞ୍ଚ ଲାଗି ଭାବନାର ସ୍ଥିତିବାଦ ସାମାନ୍ୟରେ ଦୋହଲି ଉଠେ। ଆପଣା ସଙ୍ଗେ ବହୁତ ଯୁକ୍ତିତର୍କ କରିଥିଲା। ଘଟଣାଟିକୁ ହସରେ ଉଡ଼େଇବାକୁ ଚେଷ୍ଟା କରିଥିଲା। ସାଧାରଣ କଥା ଭାବି ନ ଭାବିବାକୁ ମନସ୍ଥ କରିଥିଲା। କିନ୍ତୁ ଗାଡ଼ି ଆସି ନିରୁପମା ଘରଦୁଆର ମୁହଁରେ ହିଁ ଅଟକିଗଲା। ଅଘର ଓହ୍ଲେଇଲେ। ଅଭ୍ୟର୍ଥନା ପରେ ଟେବୁଲର କାଗଜପତ୍ର ଉପରେ ମୁହଁ ଅଜାଡ଼ି ଦେଇ ସମଗ୍ର ଭାବନାକୁ ପୁଞ୍ଜୀଭୂତ କରି ଧ୍ୟାନରେ ବସି ରହିଛନ୍ତି ସେ। ଯାହାଙ୍କୁ ଦମ୍ଭିଲା ଶ୍ରେଣୀ ଜଣେ ଅଗ୍ରଣୀ ବୋଲି ମନେ କରନ୍ତି, ଲୋକେ ସମ୍ମାନ କରନ୍ତି, ବଡ଼ ସହରର ଜଣେ କର୍ଣ୍ଣଧାର ବୋଲି କପାଳ ଉପରୁ କିଛି ଦୂର ପର୍ଯ୍ୟନ୍ତ ଚନ୍ଦା ହୋଇଯାଇ କପାଳର ବିସ୍ତୃତି ବଢ଼ିଯାଇଛି, ତେଣିକି ଅଳ୍ପ ଅଳ୍ପ ଧଳା ବାଳ। ପ୍ରଜ୍ଞାପନର ପରିଚୟ। ଚଷମା ପଛଆଡ଼େ ଗମ୍ଭୀର ଦୃଷ୍ଟି। ଅନେକ ତପସ୍ୟା କରନ୍ତି, ସିଦ୍ଧିର ଅଧିକାରୀ ଅଳ୍ପ କେତେଜଣ ଭାଗ୍ୟବାନ। ଯୋଗ ବିଭୂତି ତାଙ୍କର ଏତେ ପ୍ରବଳ ଯେ ଯେଉଁଥରେ ଦୃଷ୍ଟି ପଡ଼େ, କାହାର ଘର କି କାହାର ଜମି କିମ୍ବା ଜୀବିକା ତାହା ସହଜରେ ଓଟାରି ହୋଇ ଆସେ। ସମସ୍ତଙ୍କଠୁ କଳା ଘେନି ଦିନୁ ଦିନୁ ଆପଣାର ଦେହର ବିଜୁଳି ବଢ଼ି ବଢ଼ି ସହରଯାକ ଝଲସି ଉଠେ। ତେଣୁ ଯଥାଯୋଗ୍ୟ ଭୋଜ ଭେକ ଅନେକ। କେତେବେଳେ ବିଲାତି କନାର ଉତ୍କୃଷ୍ଟ ସାହେବୀ ପୋଷାକ, କେତେବେଳେ ଖଦଡ଼ ଟୋପି ସହିତ ସମ୍ପୂର୍ଣ୍ଣ, କେତେବେଳେ ଢିଲା ପାଇଜାମା, ବିଭିନ୍ନ ପାଙ୍ଗଯୋଗକୁ ବିଭିନ୍ନ ପତାକା ତାଙ୍କର ନୀଳଚକ୍ର। କେତେବେଳେ ୟୁନିୟନ ବ୍ୟାଙ୍କ, କେତେବେଳେ ତ୍ରିରଙ୍ଗ, କେବେ କେବେ ଦାହାତୁଡ଼ି। ଭଗତ ସିଂଙ୍କଠୁ ଆମେରି ପର୍ଯ୍ୟନ୍ତ ସବୁ ପ୍ରକାର ଛବି ସେ ରଖନ୍ତି। ଋତୁ ପରିବର୍ତ୍ତନ ସହିତ ସମତାଳ ରଖି ତାଙ୍କର ଅଭ୍ୟର୍ଥନା ଘରର ସାଜସଜ୍ଜାରେ ପରିବର୍ତ୍ତନ ଘଟେ। ଅବିକଳ ବାରମାସୀ ଚଢ଼େଇ ପଡ଼ି।
ଶୈଳେନ୍ଦ୍ରବାବୁ ଏକୁଟିଆ ବସିଥାନ୍ତି। ଆଜିର ବେଶ ଶୁଭ୍ର ଖଦଡ଼। ସୁସଜ୍ଜିତ ଉଜ୍ଜ୍ୱଳ ନକଲି ଦାନ୍ତରେ ମଧୁର ହସଟିଏ ହସି ସମ୍ଭାଷଣ କଲେ। ଅଘୋର, ଆସ ବାବା, ବସ। ଭଲ ତ ସବୁ? ଆଜ୍ଞା ହଁ। ବହୁତ ଦିନ ତମକୁ ଦେଖିନାହିଁ ଯେ। ଆସିବାକୁ ଭାରି ଇଚ୍ଛା ହୁଏ, କାମ ଥାଏ। ଆହୁରି ହସି ଶୈଳେନ୍ଦ୍ରବାବୁ କହିଲେ, ଇଚ୍ଛା ତ ଅବଶ୍ୟ ହେଉଥିବ। ଅବିନାଶ ବାରମ୍ବାର ଲେଖେ ଅଘୋର ତମକୁ ଲାଗିଲା ତାକୁ ତାଲିମ କରୁଥିବ। ଆହୁରି ହସିଲେ। କହିଲେ, ସେ କେବେ ଆସିବ? ମା ଭଲ ଅଛନ୍ତି? ବିନୀତ ହୋଇ ଅଘୋର ତାର ଜବାବ ଦେଲା। ସେ ଦୃଷ୍ଟିରେ ଓଟାରି ହୋଇ କହି ପକାଇଲା, ବାପା ଲେଖିଥିଲେ ସେଇ ହାଳିସାହି ନେବା କଥା। ଆପଣମାନଙ୍କଠାରୁ ଅନୁମତି ମିଳିଲେ ସେ ଅଗ୍ରସର ହେବେ। ଆପଣ ତ ଜାଣିଛନ୍ତି ସବୁ କଥା। ନିର୍ବିଷ୍ଟ ମନରେ ଶୈଳେନ୍ଦ୍ରବାବୁ ସବୁ ଶୁଣୁଛନ୍ତି। ନିର୍ବିଷ୍ଟ ମନରେ ଗମ୍ଭୀର ହୋଇ ଶୁଣିବା ତାଙ୍କର ଅଭ୍ୟାସ। କହିଲେ, ମୁଁ ଜାଣେ। ଅନୁମତି ନ ମିଳିବ ବୋଲି ଅବିନାଶ ଆଶଙ୍କା କରୁଛି କାହିଁକି? କାହିଁ ତା ପକ୍ଷରୁ କ'ଣ ବନ୍ଦୋବସ୍ତ ହେଉଛି ମୁଁ ତ ଜାଣେ ନାହିଁ। ଅନୁମତି ତ ହାତର କଥା। କିନ୍ତୁ ତାପରେ? ମନକୁ ମନ କହିଗଲେ, ଆଜିକାଲି ଯେଉଁ ସମୟ ସେଥିରେ ସତର୍କ ହୋଇ ଚାଲିବା ଭଲ। ଖାଲି ଜମିଟା କିଣିନେଇ ଲୋକଗୁଡ଼ାଙ୍କୁ ଯା ବୋଲି କହିଲେ ତ ଯିବେ ନାହିଁ। ସେମାନଙ୍କୁ ଭେଳେଇବାକୁ ଲୋକଙ୍କର ଅଭାବ ନାହିଁ। ସହର ତରଫରୁ ଅବଶ୍ୟ ଆମେ ଯୋଜନା କରିଦେବୁ ଯେ ହାଡ଼ିସାହିଟା ଦୂରକୁ ଉଠିଯିବା ଭଲ। ସେଠି ଯେଉଁମାନଙ୍କୁ ଯଥେଷ୍ଟ ଜାଗା ଅଣ୍ଟୁନାହିଁ ଓ ସହର ବି ବଢ଼ିପାରୁନାହିଁ, ତାଙ୍କରି ହିତଟା ଆଗରେ ରଖି କାରଣ ଦିଆହେବ। ତଥାପି ଜିନିଷଟା ଟିକିଏ ଅଡ଼ୁଆ। ଅବିନାଶ ବାବୁ ବୁଝେଇ ଲେଖିଦେବୁ। ସବୁ ଧୀରେ ଧୀରେ, ଯେପରିକି କ'ଣ ଗୋଟାଏ ଅଛି କହିପାରୁନାହାନ୍ତି। ସେମିତି ଟିକିଏ କାଶି ହସିଦେଲେ। ପଚାରିଲେ, ତୁମେ ଖଦଡ଼ ପିନ୍ଧ ନା କାହିଁକି? ଅଘୋର ଅପ୍ରସ୍ତୁତ ହେଲେ। ଶୈଳେନ୍ଦ୍ର କହିଲେ, ମୁଁ ରମେଶକୁ କହିଦେଇଛି ଖଦଡ଼ ପିନ୍ଧିବାକୁ। ଗୋଟାଏ ସାଜ, ବେଶ୍ ଚଳିଯିବ। ଅଘୋର ଛଟପଟ ହେଉଥାଏ ଉତ୍ସାହରେ ପଚାରିଲା, ରମେଶ ଅଛି? ରମେଶ ନାହିଁ। ନୀରୁ ହେରିକା ସମସ୍ତେ ମାମୁଁ ଘରକୁ ଯାଇଛନ୍ତି। କି ନା, ଚିଠି ପାଇଥିବ ବୋଧହୁଏ। ହଁ, ଭାରି ଭଲ ହେଲା। ସଦାନନ୍ଦ ଭାରି ଭଲ ପାତ୍ର। ତୀକ୍ଷ୍ଣ ଦୃଷ୍ଟିରେ ଥରେ ଅନେଇ ଦେଇ ଶୈଳେନ୍ଦ୍ରବାବୁ କହିଲେ, ତୁମେ ବି ଭାବୁଛ? କେବଳ ଭଲ ହେଲେ ତ ଯଥେଷ୍ଟ ନୁହେଁ। ଉପରକୁ ଉଠିବାକୁ ହେଲେ ସେତିକି ବୁଦ୍ଧି ଖେଳେଇ ଉଦ୍ଯୋଗ କରିବାକୁ ଦରକାର। ମୁଁ ଭାବୁଛି ସଦାନନ୍ଦଠି ସେ ସବୁ ନାହିଁ। ବଡ଼ ସୁସ୍ଥୀ। ଅରୁଆଳ ହେବାକୁ ମନ ନାହିଁ। ନା ତୁମେ କ'ଣ କହୁଛ? ଅଘୋର ବାବୁ କେବଳ ହସିଲେ। କହିଲେ, ଖୁବ୍ ଭଲ ପିଲା। ଅଗାଧ ସମ୍ପତ୍ତି। ଶୈଳେନ୍ଦ୍ରବାବୁ ହସି ହସି କହିଲେ, ଦେଖାଯାଉ। ବିଦା ନେଇ ଆସିଲା ବେଳେ ଶୈଳେନ୍ଦ୍ରବାବୁ ସ୍ମରଣ କରାଇଦେଲେ, ଅବିନାଶକୁ ଲେଖିଦିଅ, ଚାନ୍ଦାଟା ପଠେଇ ଦେଉ ଚଞ୍ଚଳ। ଏତିକିରେ ସବୁ ରହିଗଲା। ପୁଣି ଶୈଳେନ୍ଦ୍ରବାବୁ କାର୍ଯ୍ୟରେ ମୁହଁ ବୁଡ଼େଇଲେ। ମଟରରେ ବସି ଆଶ୍ୱସ୍ତ ହୋଇ ଅଘୋର ଦୀର୍ଘଶ୍ୱାସ ମାରିଲା ଏବଂ ଭାବିଲା, ଏ କ'ଣ ହେଲା? କାହିଁକି ସେ ଆସିଥିଲା ଏଠିକି? ସଦାଳାପ ଟିକକ ଘରୋଇ ନ ହୋଇ ତଳେ ତଳେ ଯେମିତି ଥଣ୍ଡା ବେପାରିଆ ହୋଇଗଲା। ସତେକି ଏଠି ସେ ସାତପରଠୁ ପର। ବାହାରେ ଉଦ୍ରତାର ସ୍ୱଭାବ ନାହିଁ। ଭିତରେ ସୌନ୍ଦର୍ଯ୍ୟର ଅଭାବ ସେତିକି। ନିରୁପମା ନାହିଁ। ସଲ୍ଲଜ ଆଖିରେ ଅକୁହା କଥା ନାହିଁ। ଘରେ ଲେଖା ନାହିଁ ସ୍ୱାଗତ। ତେବେ ଭାବିଲା ବେଳକୁ ଲାଜ ମାଡ଼େ। ବାପାଙ୍କ ଦୂତ ହୋଇ ଆସିଥିଲା ସେ ସତ୍ପୁତ୍ର ଶୈଳେନ୍ଦ୍ରବାବୁଙ୍କ ସାହାଯ୍ୟ ନେବାକୁ। କୁହାପୋଛା କରି ବ୍ୟବସାୟ ହିତ କରିବା ଲାଗି। ଉତ୍ତର ନେଇଯିବ ଯେ ଶୈଳେନ୍ଦ୍ରବାବୁ ପ୍ରାର୍ଥନା ମଞ୍ଜୁର କରିଛନ୍ତି, କେବଳ ସର୍ତ୍ତ ପୂରଣ କରିଦେଲେ ହେଲା। ତେବେ କ'ଣ ସେ ଘର ସଙ୍ଗେ ଏତିକି ସମ୍ବନ୍ଧ? ମନ ଭିତରୁ ଶୈଳେନ୍ଦ୍ରବାବୁଙ୍କ ସଙ୍ଗେ ପ୍ରତିଦ୍ୱନ୍ଦ୍ୱିତା ଭାବ ଆସିଲା। ଭାବିଲା, ଅଜାଣରେ ସେ ନିଜକୁ ଖୁବ୍ ଛୋଟ କରି ଦେଇଛି। ଶୈଳେନ୍ଦ୍ରବାବୁଙ୍କ ସମ୍ବନ୍ଧରେ ସେ ଅନେକ କଥା ଜାଣେ। ବ୍ୟବସାୟୀ ଶୈଳେନ୍ଦ୍ରଙ୍କ ପାଖରେ ସେ ତଳହାତ ହୋଇ ମାଗିଛି ଏବଂ ମାଗିଛି କ'ଣ ବା? ଯାହା ତାର ମତର ବିରୋଧୀ। ଗରିବ ଲୋକଙ୍କୁ ନିରାଶ୍ରା କରିବା ବିଧାନ। ସେଥିରେ କୌରବ ନାହିଁ। ଅଜଣାରେ ନିଜ ଇଚ୍ଛା ବିରୁଦ୍ଧରେ ସେ କହି ପକେଇଛି। ତାରି ଅବୟବ ଉଦ୍ଧାର ନେଇ ଅବିନାଶ ବାବୁ କହିଛନ୍ତି, ସେ କହିନାହିଁ। ମଟର ଚାଲିଛି। ଭାବପ୍ରବଣ ଧାରଣାରେ ମନେ ମନେ ଆଙ୍କି ହୋଇ ଯାଉଛି କବିତାମୟ ଦାରିଦ୍ର୍ୟର ଛବି ଏବଂ ତାହା ପ୍ରତି ସହାନୁଭୂତି। ବୁଲା କୁକୁରଟାଏ ମଟର ତଳେ ଚାପି ହୋଇ ମଲାଣି। ବାଟଚଲା ବୁଢ଼ା ଲୋକଟି ସୂତାଖିଆକେ ମଟର ଦାଉରୁ ବର୍ତ୍ତିଗଲା। ଦାରିଦ୍ର୍ୟ କଥା ଭାବି ବିକଳ ହେଉ ହେଉ ନୂଆ ଛବି ଦିଶିଲାଣି। ଏହି ସଜାଇ ବାଜି ଉଠିଲା, ନିରୁପମା, ନିରୁପମା।
ବାଟ ନିଛାଟିଆ ହୋଇପଡ଼ିଲା। ମଝି ସହରର ଆଲୁଅ ମାଳମାଳ କେତେ ପଛରେ। ମଟରଠୁ ଦୁଇଗୁଣ ବେଗରେ ଧାରଣା ଧାଇଛି। ନିରୁପମା ନିରୁପମା। ଏହି ଛଟକମୟ ସାମାଜିକ ଉନ୍ନତ ସମ୍ବନ୍ଧର ପରିଚିତ ହୋଇଥିବା ଆପଣା ଶ୍ରେଣୀର ଚିହ୍ନା ଝିଅ ମନେ ପଡ଼ୁଛନ୍ତି। ଦୂରରେ ପଛେଇ ରହୁଛନ୍ତି। ଦର୍ପଣ ପରି ନଖ ପରିଷ୍କାର ପରିଚ୍ଛନ୍ନ ଦେହ, ମାର୍ଜିତ ଆଚାର ବ୍ୟବହାର। କିନ୍ତୁ ସେମାନେ ପାଦକୁ ପାଦ ତଳେ ରଖିପାରନ୍ତି ନାହିଁ। ସବୁରି ସତେକି ମାନ୍ଦା ଗତି। ନିରୋଧର ସଂକେତ। ଆଶା ତୁଟିଛି। ସବୁ ସଂସ୍କାର ଫୋପାଡ଼ି ଦେଇ ଆପଣାକୁ ଗୋଟେଇ ପୋଟେଇ ହୃଦୟର ଉପରେ ଆକାଙ୍କ୍ଷା ଧାଉଁଛି ସାମ୍ନାର ଧୂଳି ଭିତରକୁ, ଅନ୍ଧାର ଭିତରକୁ। ତେବେ ଏଇଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସ ହରିଜନ। ଆଗାମୀ ଅଧ୍ୟାୟରେ ଏହାର ଅବଶିଷ୍ଟ ଭାଗଗୁଡ଼ିକ ଆମେ ଶୁଣିବା। ରହିଲି, ନମସ୍କାର।